কবিতার ভাব পক্ষ এবং কলা পক্ষরে আধুনিক যুগ। ভাব পক্ষ ଏକ ପାରମ୍ପରିକ କଥା। କବିତାରେ ଭାବଟିଏ ରହିବ, ଭାବ ନ ରହିଲେ କବିତା ହବ ନାହିଁ। ସେ ଭାବ ଏକ ବିସ୍ତାରିତ ବିଷୟ ହେଇପାରେ କାଳିଜାଇ ଭଳିଆ, ବା ଗୋଟିଏ ସୂକ୍ଷ୍ମ ବିନ୍ଦୁ ହେଇପାରେ। ତେବେ ମୋର ଅନୁଭବ ଦୀର୍ଘ 50 ବର୍ଷ କବିତା ଲେଖିବା ଭିତରେ ସ୍ୱାଧୀନତା ପରବର୍ତ୍ତୀ ଓଡ଼ିଆ କବିତା ସମ୍ପର୍କରେ ଆଲୋଚନା କଲାବେଳେ ମୁଁ ଅନୁଭବ କରିଛି ଯେ କବିତା ଏଭଳି ଏକ ବିଭାଗ ଯିଏ ସମସ୍ତ ବନ୍ଧନରୁ ମୁକ୍ତ ଏବଂ ପ୍ରଚଳିତ ଯେତେ ନିୟମ ଶୃଙ୍ଖଳା ତାକୁ ସେ ମାନେ ଭାଙ୍ଗି ଦିଏ। एकमात्र कविता एक एमिति विभाग साहित्य तापाई नियम कानून किछि नाही, कवि पाई नियम कानून नाही। से अभिधान को भी प्रत्याख्यान करे, से शब्द तैयारी करे, से व्याकरण को प्रत्याख्यान करे। कवि को नहीं व्याकरण तैयारी हो। एणु कविर आवेग उछुला भाव जहा भाषा रे रूपांतरित हुए एवं यह जेतेबेले पाठक को भावमग्न कर दिए, पाठक को एमिति कि पाठक मन रे आउ एक कविता पाई भावांतर सृष्टि करे। सेतेबेले कविताटी सफल हुए बोली मु विचार करे। गोटिए कविता श्रोतार हृदय भितर एभली आवेग सृष्टि करे, श्रोता मध्य ता मन भितर गोटे गोटे नुआ नुआ कविता गुणगुणई जाए। यह ही कविर सफलता। द्वितीय कथा जे खूब सुंदर शब्द मान को बसई देले कविता हम ना। आमे आलोचक जिते हेउ गोटे कविता को आमे जिते आलोचना करू सेते आमे शब्द बसाण को देखुना। जो शब्द सब बसी से शब्द एक समन्वित भाव भितर रही कि नहीं ताको आलोचक टे देखे। एणु आम आखि आगे ये जो विशाल दृश्यमान जगत, ये जगत रे कौन ना एवं आम मन भितर भी कौन ना। गोटे हूँ बाह्य जगत, अन्यटी हूँ मनोजगत, मन भीतर जगत। बाह्य जगत जहा मनोजगत तो ताठ आहरी बड़ आहरी विराट। ना बाह्य जगत को नहीं बाह्य भाव एवं भावना को नहीं जदि कवि कविता लिखुता तेरे कविता लेखा केबे तो सरी जाता आ कविता लिखी होता नहीं। जेहेतु बाह्य जगत ठारू मनर जगत आहरी विराट आहरी असीम, सेतेबेले कवितार प्रवाह सरंती सरीब नहीं। बाह्य जगत ठारू मनीष आहरी विराट, मनीष जदि आहरी विराट न होता तेबे मनीष संपर्क में कविता लेखा सरी था। किंतु स्थितिवादी दर्शन अनुजाई मोर गोटे कविता मुझे जे तमें जेते व्याख्या कले
ତାଠାରୁ ମୁଁ ଅଧିକ ଯେମିତି ଅନାୟାସେ ବିସ୍ତାରିତ କରିପାରେ ନିଜକୁ ମୁଁ ସାରା ଆକାଶରେ। ମାନେ ଗୋଟେ କ୍ଷୁଦ୍ର ଭାବଟିଏ, କ୍ଷୁଦ୍ର ଚେତନାଟିଏ ସାରା ଆକାଶରେ ବିସ୍ତାରିତ ହେଇଯାଉଛି। ତେଣୁ ଚିନ୍ତା କରାଯାଉ ମଣିଷର ଭାବନା ଏବଂ ଏ ମଣିଷର ଅସ୍ତିତ୍ୱ ଅସୀମ ଆକାଶ ଠାରୁ ବି ବଡ ହେଇଯାଏ। ସେଇଥିପାଇଁ ମୁଁ ପୂର୍ବରୁ କହୁଥିଲି ଖାଲି ସୁନ୍ଦର ଶବ୍ଦ ମାନଙ୍କୁ ଖଞ୍ଜି ଦେଇ କବିତା ରଚନା କରାଯାଇ ପାରିବ ନାହିଁ। ଯୋଉଥିପାଇଁ ଆଜିର ସମୟରେ ଦେଖାଯାଉଛି କବି ପ୍ରବଳ କିନ୍ତୁ କବିତା ଦୁର୍ବଳ। ଆଜିକାଲି ଅଭିଯୋଗ ବି ଆସୁଛି କଣ ଏ କବିତା ଛନ୍ଦ ନାହିଁ, ଜ୍ୟୋତି ନାହିଁ, ପଦ ପଡୁନେଇ, କେମିତିଆ କବିତା କଣ? ସେଇଥିପାଇଁ ପାଠକ ମାନେ, ଛାତ୍ରଛାତ୍ରୀ ମାନେ କବିତାକୁ ଅଙ୍କଠୁ ଆହୁରି କଷ୍ଟ ବୋଲି ବିଚାର କରୁଛନ୍ତି ଏବଂ କବିତା ଆଡୁ ମୁହଁ ଫେରେଇ ନଉଛନ୍ତି। ଆମେ ଏ ଯାବତ ମୁକ୍ତ ଛନ୍ଦର କବିତାକୁ ପାଠକ ମାନଙ୍କ ପାଖରେ, ଛାତ୍ରଛାତ୍ରୀ ମାନଙ୍କ ପାଖରେ ପ୍ରିୟ ଭାଜନ ହେବା ପାଇଁ ସମୟ ତିଆରି କରିପାରୁ ନାହୁଁ ବା କରିପାରି ନାହୁଁ। କ୍ଲାସ ରୁମରେ ସାର୍ ମାନେ ପାଠ ପଢେଇଲା ବେଳେ, ବିଭିନ୍ନ ସଭା ମଞ୍ଚରେ ବକ୍ତା ମାନେ ଭାଷଣ ରଖିଲା ବେଳେ ଏବଂ ସମାଲୋଚକ ମାନେ ଆଲୋଚନା କଲା ବେଳେ ଏ ଦିଗ ପ୍ରତି ଧ୍ୟାନ ଦେଇ ନାହାନ୍ତି ଯେ ଆମେ କବିତାକୁ କିଭଳି ଭାବରେ ବୁଝେଇଲେ କବିତାର ପାଠକ ସଂଖ୍ୟା ବଢିବ, କବିତାକୁ ଭଲ ପାଇବେ। ମୁଁ ଏଇଠି ଭାବ ପକ୍ଷ ଏବଂ କଳା ପକ୍ଷ ଆଲୋଚନା ପ୍ରସଙ୍ଗରେ এই ମୁକ୍ତ ଛନ୍ଦର କବିତା ସମ୍ପର୍କରେ କେତେ ଗୁଡିଏ ତଥ୍ୟ ଦେବି, ଏଇନା ମୁଁ ଅଳ୍ପ ସମୟ କହିବି।